ओम श्री परमात्मने नमः। संसार किपरि अटे अधश्चोर्ध्वं प्रसृतास्तस्य शाखा गुणप्रवृद्धा विषयः प्रबालाः अधश्च मूलान्यनुसन्ततानि कर्मानुबन्धीनि मनुष्यलोके। अर्थ ସେହି ସଂସାର ବୃକ୍ଷର ତିନି ଗୁଣ ରୂପକ ଜଗତ ଦ୍ୱାରା ପରିପୃଷ୍ଟ ଏବଂ ବିଷୟ ଭୋଗ ରୂପ କଣ କଢ଼ ଥିବା ଦେବତା, ମନୁଷ୍ୟ ଏବଂ ପଶୁପକ୍ଷୀ ଆଦି ଯୋନି ରୂପକ ଶାଖା ଗୁଡ଼ିକ ତଳେ ଓ ଉପରେ ସବୁଆଡ଼େ ବ୍ୟାପି ରହିଛି ଏବଂ ମନୁଷ୍ୟ ଲୋକରେ କର୍ମ ଅନୁସାରେ ବାନ୍ଧି ରଖିଥିବା ଅହଙ୍କାର, ମମତା ଓ ବାସନା ରୂପକ ଚେର ଗୁଡ଼ିକ ମଧ୍ୟ ତଳେ ଓ ଉପରେ ସବୁ ଲୋକରେ ବ୍ୟାପ୍ତ ହୋଇ ରହିଛି। କଥାଟିଏ ଥରକର କଥା, ମାଧବ ନାମକ ଜଣେ ଯୁବକ ଏକ ଘଞ୍ଚ ଏବଂ ବିଚିତ୍ର ଜଙ୍ଗଲରେ ବାଟ ହଜାଇ ବସିଲା। ସେଠାରେ ସେ ଏକ ବିଶାଳ ଓ ଆଶ୍ଚର୍ଯ୍ୟଜନକ ବୃକ୍ଷ ଦେଖିବାକୁ ପାଇଲା। ସେହି ଗଛର ଶାଖା ଗୁଡ଼ିକ କେବଳ ଉପରକୁ ଆକାଶ ଆଡ଼କୁ ନୁହେଁ ବରଂ ତଳକୁ ମାଟି ଭିତରକୁ ମଧ୍ୟ ବ୍ୟାପି ରହିଥିଲା। ମାଧବ ଦେଖିଲା ଯେ ସେହି ବୃକ୍ଷର ପତ୍ର ଏବଂ କଢ଼ ଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ଚମକଦାର ଥିଲା, ଯାହା ପ୍ରକୃତରେ ସାଂସାରିକ ସୁଖ ଓ ବିଷୟ ଭୋଗର ପ୍ରତୀକ ଥିଲା। ଗଛର ଶାଖା ଗୁଡ଼ିକ ବିଭିନ୍ନ ଯୋନି ଭଳି ତଳିଆରେ ବିସ୍ତାରିତ ହୋଇଥିଲା। ମାଧବ ସେହି ଚମକଦାର ପତ୍ର ଗୁଡ଼ିକ ପ୍ରତି ଆକର୍ଷିତ ହେଲା। ସେ ଯେମିତି ଗୋଟିଏ ଫଳକୁ ସ୍ପର୍ଶ କଲା, ସେ ତାର ସ୍ୱାଦରେ ହଜିଗଲା। ଠିକ୍ ସେତିକିବେଳେ ସେହି ବାଟ ଦେଇ ଜଣେ ଜ୍ଞାନୀ ସାଧୁ ଯାଉଥିଲେ। ମାଧବ ତାକୁ ପଚାରିଲେ, ହେ ମହାତ୍ମା, ଏହା କେମିତିକା ଅଦ୍ଭୁତ ଗଛ? ମୁଁ ଏହା ଫଳକୁ ଯେତିକି ଭୋଗ କରୁଛି ସେତିକି ଏହାର ଜାଲରେ ଛନ୍ଦି ହୋଇଯାଉଛି। ସାଧୁ ହସିଲେ ଏବଂ କହିଲେ, ବତ୍ସ, ଏହା ହିଁ ହେଉଛି ସଂସାର ବୃକ୍ଷ। ଏହାର ପତ୍ର ଗୁଡ଼ିକ ତୁମର ଇନ୍ଦ୍ରିୟ ସୁଖ, ଯାହା ପ୍ରକୃତିର ତିନି ଗୁଣ ଦ୍ୱାରା ପରିପୁଷ୍ଟ ହେଉଛି। ଏହାର ଚେର ଉପରେ ଏବଂ ତଳେ ସବୁଆଡ଼େ ବ୍ୟାପିଛି, ଯାହା ଅହଙ୍କାର, ମମତା ଏବଂ ବାସନା ରୂପରେ ତୁମକୁ ତୁମର କର୍ମ ସହିତ ବାନ୍ଧି ରଖିଛି। ତୁମେ ଏହି ବୃକ୍ଷର ଶାଖାରେ ଯେତିକି ସୁଖ ଖୋଜିବ, ଏହାର ଚେର ତୁମକୁ ଏହି ମନୁଷ୍ୟ ଲୋକରେ ସେତିକି ଗଭୀର ଭାବେ ବାନ୍ଧି ପକାଇବ। ମାଧବ ବୁଝିଗଲା ଯେ ସଂସାର ଭୌତିକ ସୁଖ କେବଳ ଏକ ବନ୍ଧନ। ସେ ସାଧୁଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲା ଏବଂ ଅନାସକ୍ତିର ମାର୍ଗରେ ଆଗକୁ ବଢ଼ିଗଲା। ଧନ୍ୟବାଦ।